ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ଯେଉଁ ପିଲାମାନେ ବି ସିଟି ପାଇଁ ପ୍ରିପେୟାର ହେଉଛ ତାଙ୍କ ପାଇଁ ବହୁତ ହି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। କାହିଁକିନା ପିଲାମାନେ ଆଜି ଆମେ ଆଲୋଚନା କରିବା ତୁମର ସମ୍ପୂର୍ଣ୍ଣ ଭାବରେ ଏଜୁକେସନ୍ ଆଣ୍ଡ ଜେନେରାଲ ଆୱାରନେସ୍ ବିଷୟରେ ହେଲା। ତ ସେଇଠୁ ତୁମର ଯେତିକି ସବୁ ଏଣ୍ଟ୍ରାନ୍ସ ରିଲେଟେଡ୍ କ୍ୱେଶ୍ଚନ୍ ଗୁଡ଼ିକ ଅଛି, ଯେଉଁ କ୍ୱେଶ୍ଚନ୍ ଗୁଡ଼ିକ କି ତୁମର ସିଟି ଏଣ୍ଟ୍ରାନ୍ସ ଗୁଡ଼ିକରେ ପଡ଼େ, ତ ସେଇ କ୍ୱେଶ୍ଚନ୍ ଗୁଡ଼ିକ ଆମେ ଆଲୋଚନା କରିବା। ଆମେ ଫାର୍ଷ୍ଟ ଭିଡ଼ିଓରେ 1 ରୁ 20 ନମ୍ବର ଆଲୋଚନା କରିଥିଲେ, ତାପରେ ତୁମର 20 ରୁ କେତେ 40ଟା, ତାପରେ ତୁମର 40 ରୁ 60ଟା କରିଥିଲେ। ତ ବୋଲେ ସରି ଆଜି ତୁମର 4 ନମ୍ବର ପାର୍ଟ ହେଲା। ତ ଆଜିର ପାର୍ଟରେ ଆମେ ସେମିତି ଆଲୋଚନା କରିବା ତୁମର ଯେତିକି ପାରିବା MCQ ଗୁଡ଼ାକ ହେଲା। ତ ଚାଲନ୍ତୁ ଆମେ ଆଉ 4ଟା ସାରା ଅପସନ୍ ମାନେ ଏତେ ଗଭୀର ଭିତରକୁ ଯିବାନି, ଆମେ ଡାଇରେକ୍ଟ ସର୍ଟଲି ଆଲୋଚନା କରିବା, କାହିଁକିନା ନହେଲେ ସରିବନି। ଆହୁରି ତୁମର ବହୁତ ଗୁଡ଼ିକ ଅଛି ଯେଉଁଟା କ୍ଲାସ୍ ହେଇନି ହେବ। ତେଣୁକରି ଚାଲନ୍ତୁ ଆମେ ସର୍ଟରେ ଆଲୋଚନା କରିବା ହେଲା। ପ୍ରଥମ ତ ତୁମର 60 ନମ୍ବରଟା ଦେଖ କ'ଣ ଅଛି, ଷ୍ଟ୍ରିମ୍ ଇଞ୍ଜିନ୍ କିଏ ଉଦ୍ଭାବନ କରିଥିଲେ? ଷ୍ଟ୍ରିମ୍ ଇଞ୍ଜିନ୍। ତ ପିଲାମାନେ ତୁମର 60 ନମ୍ବର ଆନ୍ସର କ'ଣ ହେବ ନା ଅପସନ୍ ନମ୍ବର B ହେବ ତୁମର ଥମାସ ସାଭେରୀ ହେଲା। ତୁମର ଥମାସ ସାଭେରୀ। ଷ୍ଟ୍ରିମ୍ ଇଞ୍ଜିନ୍ କିଏ ଉଦ୍ଭାବନ କରିଥିଲେ ନା ଥମାସ ସାଭେରୀ। ଆଉ ଥରେ ଷ୍ଟିମ୍ ଇଞ୍ଜିନ୍ କିଏ ଉଦ୍ଭାବନ କରିଥିଲେ? ଥମାସ ସାଭେରୀ। ଏମିତି ପଢ଼ା ହେଲେ ମନେ ରହିବ। ଆଉ ମୁଁ ସବୁକା ଅପସନ୍ କହିଥିଲେ ତୁମେ ନିଜେ ଗୋଳେଇ ଘାଣ୍ଟି ହେଇଯାଉଛ ହେଲା। ଆଉ କିଛି ପିଲାମାନେ କହୁଛନ୍ତି ମନେ ରହୁନି ଆମର, ତ ସେଇଟା ହିଁ। ତାପରେ ଦେଖ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର କେଉଁଠାରେ ଅବସ୍ଥିତ? ତ ଯେଉଁ ପିଲାମାନେ ମାନେ ମୁଁ କହିବା ଆଗରୁ ଆଗୁଆ ଜାଣିପାରୁଛନ୍ତି ତ ସେମାନଙ୍କୁ କଂଗ୍ରାଚୁଲେସନ୍। ତ ସେମାନେ ନିହାତି ଭାବରେ ସେଠି କ୍ୱାଲିଫାଇ କରିବେ ହେଲା। ତ ଚାଲ ଆଉ ଯେଉଁ ପିଲାମାନେ ବି ମାନେ ମୁଁ କହିବା ପୂର୍ବରୁ ଜାଣିପାରୁନାହାନ୍ତି ଯେ 4ଟା ଅପସନ୍ ଭିତରୁ କେଉଁଟା ହେବ, ସେମାନେ ଆଉ ଟିକେ ପ୍ରାକ୍ଟିସ୍ କର। ପ୍ରାକ୍ଟିସ୍ ଯେତେ କରିବ ସେତେ ତୁମମାନଙ୍କର ପ୍ରଫିଟ୍ ଅଛି ହେଲା। ସେଇଠି ହିଁ ଦେଖ ତୁମର 61 ନମ୍ବର କ'ଣ ଅଛି, ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର କେଉଁଠାରେ ଅବସ୍ଥିତ? ତ ପିଲାମାନେ ୟାର ଆନ୍ସର କ'ଣ ହେଇଯିବ ନା ଅପସନ୍ ନମ୍ବର B। ଅପସନ୍ ନମ୍ବର B କ'ଣ ନା ବାଙ୍ଗାଲୋର ହେଲା। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଆମର ମହାକାଶ ମାନେ ମହାକାଶ ରିଲେଟେଡ୍ ଯେ ସବୁ ଗବେଷଣା ହୁଏ ତାର ଗବେଷଣା କେନ୍ଦ୍ରଟି କେଉଁଠି ରହିଛି ନା ଆମେ ବାଙ୍ଗାଲୋରରେ ରହିଛି ହେଲା। ବାଙ୍ଗାଲୋର ଆମର କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋର ସେଇଠାରେ ହେଲା। ତାପରେ ଦେଖ ଆମର 62 ନମ୍ବରରେ ମହାକାଶ ପରୀକ୍ଷଣ କେନ୍ଦ୍ର କେଉଁଠାରେ ଅବସ୍ଥିତ? ମହାକାଶ ପରୀକ୍ଷଣ କେନ୍ଦ୍ର, ଏଟା ତ ଗଲା ଗବେଷଣା କେନ୍ଦ୍ର, ଏଟା ରହିଲା ପରୀକ୍ଷଣ କେନ୍ଦ୍ର କେଉଁଠାରେ ଅବସ୍ଥିତ ନା ଅପସନ୍ ଦେଖିବା ହେଲା। ତ ପିଲାମାନେ ଅପସନ୍ ତୁମେ ଦେଖ, ତ ମୁଁ ଅପସନ୍ ଗୁଡ଼ିକ ଗୋଟେ ଗୋଟେ ସେମିତି ପଢ଼ିବି, ସେଇ ପାଇଁ ଭିଡ଼ିଓଟା ତୁମର ମୁଁ ଏତେ କ୍ୱେଶ୍ଚନ୍ କଭର୍ କରିପାରୁନି। ତ ଅପସନ୍ ଦେଖିଲ, ତ ୟାର ଆନ୍ସର କ'ଣ ହେବ ପିଲାମାନେ ନା ଅପସନ୍ B ହେବ ହେଲା। ତୁମର ଅହମ୍ମଦାବାଦ ହେଉଛି ମହାକାଶ ପରୀକ୍ଷଣ କେନ୍ଦ୍ର, ମାନେ ଅହମ୍ମଦାବାଦ ଠାରେ ଅବସ୍ଥିତ ହେଲା। ସେମିତି ଦେଖ ତୁମର 63 ନମ୍ବର କ'ଣ ଅଛି, ପୃଥିବୀର ପ୍ରଥମ ମହାକାଶଚାରୀ କିଏ? ପୃଥିବୀର ପ୍ରଥମ ମହାକାଶଚାରୀ କିଏ? କ୍ୱେଶ୍ଚନ୍ ବୁଝିଲ, ଏଇନା ଆନ୍ସର ଖୋଜ। ଅପସନ୍ 4ଟା ଅଛି, କେଉଁଟା ହେବ? ତ ୟାର ଆନ୍ସର ହେଇଯିବ ୟୁରି ଗାଗାରିନ୍ ହେଲା। ତୁମର ପୃଥିବୀର ପ୍ରଥମ ମହାକାଶଚାରୀ ହେଉଛନ୍ତି ୟୁରି ଗାଗାରିନ୍। ପୃଥିବୀର ପ୍ରଥମ ମହାକାଶଚାରୀ ୟୁରି ଗାଗାରିନ୍। ସେମିତି 64 ନମ୍ବର ଦେଖିବା, ଦେଖ ଆମ ଭାରତର ପ୍ରଥମ ମହାକାଶଚାରୀ କିଏ? ତ ପିଲାମାନେ ୟାର ଆନ୍ସର ମଧ୍ୟ ତୁମେ ଦେଖ, ଆମର ଭାରତର ପ୍ରଥମ ମହାକାଶଚାରୀ କିଏ ନା ୟାର ଆନ୍ସର ହେଇଯିବ ଅପସନ୍ ନମ୍ବର A ରାଜେଶ ଶର୍ମା ହେଉଛନ୍ତି ଆମର ଭାରତର ପ୍ରଥମ ମହାକାଶଚାରୀ, ପ୍ରଥମେ ଯାଇଥିଲେ। ସେମିତି ଦେଖିବା 60 ନମ୍ବର କ'ଣ ଅଛି, ଦେଖ ତୁମର ଭାରତର ପ୍ରଥମ କୃତ୍ରିମ ଉପଗ୍ରହର ନାମ କ'ଣ? ଏଟା ତ ପ୍ରାୟ ପିଲାମାନେ କହିପାରିବେ। ଭାରତର ପ୍ରଥମ କୃତ୍ରିମ ଉପଗ୍ରହ ନାମ କ'ଣ? ଗୋଟେ ହେଲା ଭାସ୍କର, ଚନ୍ଦ୍ରଯାନ 1, ଆର୍ଯ୍ୟଭଟ୍ଟ, ଆଉ ଗୋଟେ ହେଲା କ'ଣ ସ୍ପୁଟନିକ୍। ଏଗୁଡ଼ା ପ୍ରାୟତଃ କହିଦେବେ କ'ଣ ନା ଅପସନ୍ ନମ୍ବର C ହେଲା ଆର୍ଯ୍ୟଭଟ୍ଟ। ଆମର ଭାରତର ପ୍ରଥମ କୃତ୍ରିମ ଉପଗ୍ରହର ନାମ ହେଉଛି ଆର୍ଯ୍ୟଭଟ୍ଟ। ତାପରେ ଦେଖିବା ତୁମର 66 ନମ୍ବର କ'ଣ ଅଛି, ଦେଖ ଚନ୍ଦ୍ରପୃଷ୍ଠରେ ପ୍ରଥମେ ପଦାର୍ପଣ କରିଥିବା ମହାକାଶଚାରୀଙ୍କର ନାମ କ'ଣ? ମାନେ ଚନ୍ଦ୍ରପୃଷ୍ଠରେ ପ୍ରଥମେ କିଏ ପାଦ ଦେଇଥିଲେ? ତ ଏଟା ତୁମେ ଅପସନ୍ ଗୁଡ଼ିକ ଦେଖ ଏବଂ କହିତେ ଟ୍ରାଏ କର ହେଲା। ଭୁଲ ହଉ କିନ୍ତୁ ଲେଖତେ ଟ୍ରାଏ କର କୋଉଟା ହବ। 66 ନମ୍ବରରେ ଆନ୍ସର କ'ଣ ହବ ନା ଅପସନ୍ ଦେଖିଲ, ନୀଲ ଆର୍ମଷ୍ଟ୍ରଙ୍ଗ। ଏଟା ହେଉଛନ୍ତି ଆମ ଚନ୍ଦ୍ରପୃଷ୍ଠରେ ପ୍ରଥମେ ପଦାର୍ପଣ କରିଥିବା ମହାକାଶଚାରୀ। ସେମିତି ଦେଖିବା 67 ନମ୍ବରଟି କ'ଣ ଅଛି, ପ୍ରଥମ ଥର ପାଇଁ ଚନ୍ଦ୍ର ପରିକ୍ରମା କରିଥିବା ମହାକାଶଯାନ କିଏ? ପ୍ରଥମ ଥର ପାଇଁ ଚନ୍ଦ୍ର ପରିକ୍ରମା କରିଥିବା ମହାକାଶଯାନ କିଏ? ଏଟା ପ୍ରାୟତଃ ମୁଁ କହିବାରୁ ଅପସନ୍ ଦେଖି ଆନ୍ସର କ'ଣଟା ହବ। ତ ପିଲାମାନେ ୟାର ଆନ୍ସର ହେଇଯିବ ଅପସନ୍ ନମ୍ବର B ହେଲା ଆପୋଲୋ। ମନେ ରଖ ଆପୋଲୋ 8 ପ୍ରଥମ ଥର ପାଇଁ ଚନ୍ଦ୍ର ପରିକ୍ରମା, ଚନ୍ଦ୍ର ଚାରିପଟରେ ଘୁରିଥିଲା ଆପୋଲୋ 8। ଏଟା ହେଉଛି ରକେଟ୍ ନାମ ହେଲା। ତାପରେ ଦେଖନ୍ତୁ 68 ନମ୍ବର କ'ଣ ଅଛି, ଆମର ଯେଉଁ
ଆର୍ଯ୍ୟଭଟ୍ଟ କେଉଁ ଦେଶରୁ ଉତ୍କ୍ଷେପଣ କରାଯାଇଥିଲା? ଆର୍ଯ୍ୟଭଟ୍ଟ ଯେଉଁ ଆମର ପ୍ରଥମ କୃତ୍ରିମ ଉପଗ୍ରହ ବୁଝିହେଲା, ତ ତା କେଉଁ ଦେଶରୁ ଉତ୍କ୍ଷେପଣ କରାଯାଇଥିଲା? ତ ଏଟା ତ ପ୍ରାୟ କହିପାରିବ। ଅପସନ୍ ଦେଖ କୁହ। ତ ପିଲାମାନେ ୟାର ଆନ୍ସର ହେଇଯିବ ତୁମର ଅପସନ୍ ନମ୍ବର ସି ହେଲା ରୁଷିଆ। ତାପରେ ସେମିତି ତୁମର 69 ନମ୍ବର କ'ଣ ଅଛି ଦେଖ। ପ୍ରଥମ ମହିଳା ମହାକାଶଚାରୀଙ୍କର ନାମ କ'ଣ? ତାପରେ ତୁମେ ଅପସନ୍ ଗୁଡ଼ିକ ଦେଖ ଏବଂ କହିତେ ଟ୍ରାଏ କର ହେଲା, ଭୁଲ ହଉ କିନ୍ତୁ କୁହ। ଦେଖି ଚାଲ। ତ ପିଲାମାନେ ୟାର ଆନ୍ସର ହେବ ତୁମର ଅପସନ୍ ନମ୍ବର ଏ ହେଲା ଭାଲେଣ୍ଟିନା ତେରେସ୍କୋଭା। ଭାଲେଣ୍ଟିନା ତେରେସ୍କୋଭା ହେଉଛନ୍ତି ପ୍ରଥମ ମହିଳା ମହାକାଶଚାରୀ, ଭାଲେଣ୍ଟିନା ତେରେସ୍କୋଭା। ମନେ ରହିଲା। ସେମିତି ତୁମର 70 ନମ୍ବର ଦେଖିବା କ'ଣ ସବୁ ଅଛି ଦେଖ। କଲମ୍ବିଆ ସଟଲ୍ କେଉଁ ଦେଶ ପକ୍ଷରୁ ମହାକାଶକୁ ପ୍ରେରଣ କରାଯାଇଥିଲା? ଅପସନ୍ ଗୁଡ଼ିକ ଦେଖ ଏବଂ ଆନ୍ସର କହିତେ ଟ୍ରାଏ କର। ତ ପିଲାମାନେ ୟାର ଆନ୍ସର ହେଇଯିବ ଯୁକ୍ତରାଷ୍ଟ୍ର ଆମେରିକା ହେଲା। କଲମ୍ବିଆ ସଟଲ୍ କେଉଁ ଦେଶ ପକ୍ଷରୁ ମହାକାଶକୁ ପ୍ରେରଣ କରାଯାଇଥିଲା? ନା ଯୁକ୍ତରାଷ୍ଟ୍ର ଆମେରିକାରୁ। ସେମିତି ତୁମର 71 ନମ୍ବରଟା ଦେଖ। 71 ନମ୍ବର କ'ଣ ଅଛି ନା ଆମର ସୋଭିଏତ ରୁଷ ମଙ୍ଗଳ ଗ୍ରହକୁ ପ୍ରଥମେ କେଉଁ ମହାକାଶଯାନ ପଠାଇଥିଲା? ଅପସନ୍ ଏ ରେ ଦେଖ। ଆগে ନା ଅପସନ୍ ଦେଖ ତାପରେ ଆନ୍ସର କହିତେ ଟ୍ରାଏ କର। ୟାର ଆନ୍ସରଟା ହେଇଯିବ କହିଲ ମାର୍ସ 1 ହେଲା। ଅପସନ୍ ନମ୍ବର ଏ ହେବ ରାଇଟ୍ ଆନ୍ସର। ସେମିତି ଦେଖ ତୁମର 72 ନମ୍ବରରେ କ'ଣ ଅଛି? ଚନ୍ଦ୍ରପୃଷ୍ଠକୁ ଯାଇଥିବା ପ୍ରଥମ ମହାକାଶ ଯାନଟିର ନାମ କ'ଣ? ତ ୟାର ଆନ୍ସର ବି ଯେଉଁ ପିଲାମାନେ ଜାଣିଛନ୍ତି କମେଣ୍ଟ ସେକ୍ସନରେ ଜଣାନ୍ତୁ। ଲେଖି ସାରିଲ? ୟାର ଆନ୍ସରଟି ହେଉଛି ଅପସନ୍ ନମ୍ବର ବି ହେଲା ଲୁନିକ୍। ଚନ୍ଦ୍ରପୃଷ୍ଠକୁ ଯାଇଥିବା ପ୍ରଥମ ମହାକାଶ ଯାନଟିର ନାମ ହେଉଛି ଲୁନିକ୍। ତାପରେ ଦେଖ କେଉଁ ଉପଗ୍ରହର ସଫଳ ପ୍ରେରଣ ପରେ ଭାରତ ବିଶ୍ୱ ମହାକାଶ ସଂଘରେ ଯୋଗ ଦେଇଥିଲା? ଆଉ ଥରେ କ୍ୱେଶ୍ଚନ୍ ଦେଖ। କେଉଁ ଉପଗ୍ରହର ସଫଳ ପ୍ରେରଣ ପରେ ଭାରତ ବିଶ୍ୱ ମହାକାଶ ସଂଘରେ ଯୋଗ ଦେଇଥିଲା? ଏଟା ତୁମର ଅପସନ୍ ନମ୍ବର କେତେ ହେବ ଆନ୍ସର? ଓକେ ତୁମେ ଲେଖିସାର ହେଲା। ୟାର ଆନ୍ସର ହେବ ଅପସନ୍ ନମ୍ବର ଏ ହେଲା ରୋହିଣୀ 1। ପ୍ରଥମ କୃତ୍ରିମ ଉପଗ୍ରହ କାହା ଦ୍ୱାରା ପ୍ରେରଣ କରାଯାଇଥିଲା? ପ୍ରଥମ କୃତ୍ରିମ ଉପଗ୍ରହ କାହା ଦ୍ୱାରା ପ୍ରେରଣ କରାଯାଇଥିଲା? ନା ପ୍ରଥମ କୃତ୍ରିମ ଉପଗ୍ରହ କାହା ଦ୍ୱାରା କିରେ? ନା ରୁଷିଆ ଦ୍ୱାରା ହେଲା। ରୁଷିଆ ଦ୍ୱାରା ପ୍ରେରଣ କରାଯାଇଥିଲା। ତାପରେ ଦେଖ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ପ୍ରତିଷ୍ଠାତା କିଏ? ଭାରତର କ'ଣ ଅଛି? ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ପ୍ରତିଷ୍ଠାତା କିଏ? ତାପରେ ୟାର ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ହେଲା ଡକ୍ଟର ବିକ୍ରମ ସରାଭାଇ। ତାପରେ ଦେଖ ସୌରଜଗତରେ ସବୁଠାରୁ ବଡ଼ ଗ୍ରହର ନାମ କ'ଣ? ସୌରଜଗତରେ ସବୁଠାରୁ ବଡ଼ ଗ୍ରହ ଏଟା ପ୍ରାୟତଃ ସମସ୍ତେ କହିପାରିବେ। ଜଲ୍ଦି କମେଣ୍ଟ ସେକ୍ସନରେ ଜଣାଅ। କ'ଣ? ବୃହସ୍ପତି ହେଉଛି ସର୍ବବୃହତ ସବୁଠାରୁ ବଡ଼ ଗ୍ରହ ହେଲା। ତାପରେ ଦେଖ ସୂର୍ଯ୍ୟଙ୍କର ନିକଟତମ ଗ୍ରହ କିଏ? ଏଗୁଡ଼ା ସମସ୍ତେ ଜାଣିଛନ୍ତି। ସୂର୍ଯ୍ୟଙ୍କର ନିକଟତମ ଗ୍ରହ କିଏ? ଜଲ୍ଦି କୁହ ଜଲ୍ଦି। ତ ୟାର ଆନ୍ସରଟି ହେଇଯିବ ଅପସନ୍ ନମ୍ବର ବି ବା ବୁଧ ହେବ ରାଇଟ୍ ଆନ୍ସର। ସେମିତି ଦେଖ ତୁମର 78 ନମ୍ବର କ'ଣ ସବୁ ରହୁଛୁ? ଆମର ସୌରଜଗତର ଉଜ୍ଜ୍ୱଳତମ ଗ୍ରହ କେଉଁଠି ଅଟେ? ଉଜ୍ଜ୍ୱଳତମ ଯଦି ଉଜ୍ଜ୍ୱଳତମ ଗ୍ରହ ଆସିଲା ତାହେଲେ ଆନ୍ସର କ'ଣ ହେଇଯିବ? ନା ତୁମ ଶୁକ୍ର ହେଲା। ଯଦି ଉଜ୍ଜ୍ୱଳତମ ଗ୍ରହ ଆସିଲା ଶୁକ୍ର ଗ୍ରହ, ବୃହତ୍ତମ ଗ୍ରହ ଆସିଲା ତେବେ ବୃହସ୍ପତି ହେବ। ଦେଖ କେଉଁଠି ସୌରଜଗତର ନାଲି ଗ୍ରହ ମାନେ ଏଟା ପ୍ରାୟତଃ ସମସ୍ତେ ଜାଣିଥିବେ। ନାଲି ଗ୍ରହ କୋଉଟା? ଆମର ମଙ୍ଗଳ ଗ୍ରହକୁ ନାଲି ଗ୍ରହ ବୋଲି କୁହାଯାଇଥାଏ ହେଲା। ଟିକେ ଲାଲ ବର୍ଣ୍ଣ ଥାଏ ସେଇଟା ବୁଝିହେଲା। ତାପରେ ଦେଖ ଆମର 80 ନମ୍ବର କ'ଣ ଅଛି? କେଉଁ ଗ୍ରହକୁ କୁଆଁ ତାରା କୁହାଯାଏ? କୁଆଁ ତାରା ଆମେ ଯେଉଁ କହୁନି ନା ତା କେଉଁ ଗ୍ରହକୁ? ତ ପିଲାମାନେ ମନେ ରଖିବ କୁଆଁ ତାରା ହେଉଛି ସେଇ ଆମର ଶୁକ୍ର ଗ୍ରହକୁ ହେଲା। ଶୁକ୍ର ଗ୍ରହକୁ କୁଆଁ ତାରା ବୋଲି କୁହାଯାଇଥାଏ। ଶୁକ୍ର ଗ୍ରହ କେଉଁ ଗ୍ରହକୁ କୁଆଁ ତାରା କୁହାଯାଇଥାଏ? ନା ଶୁକ୍ର ଗ୍ରହକୁ କୁଆଁ ତାରା କୁହାଯାଇଥାଏ। କେଉଁ ଗ୍ରହକୁ ସନ୍ଧ୍ୟା ତାରା ବୋଲି କୁହାଯାଇଥାଏ? ଅପସନ୍ ଦେଖି ଦେଉଛି ସନ୍ଧ୍ୟା ତାରା ହେଲା। ଆମେ ଯେଉଁ କହିଥାଉ କେଉଁ ଗ୍ରହକୁ କୁହାଯାଇଥାଏ? ନା ତୁମର ଅପସନ୍ ଗୁଡ଼ିକ ଦେଖ ଏବଂ ଆନ୍ସର କହିତେ ଚେଷ୍ଟା କର ହେଲା। କହିଲ ୟାର ଆନ୍ସର ହେଇଯିବ ତୁମର ଶୁକ୍ର। ସେଇ ଶୁକ୍ର ହେଲା। ଶୁକ୍ରକୁ ହିଁ କ'ଣ କୁଆଁ ତାରା କୁହାଯାଇଥାଏ। ସନ୍ଧ୍ୟା ତାରା ମଧ୍ୟ ସେଇ ଶୁକ୍ରକୁ କୁହାଯାଇଥାଏ ହେଲା। ତାପରେ ଦେଖ କେଉଁ ଗ୍ରହରେ ଜୀବର ସମ୍ଭାବନା ରହିଛି? ଜୀବର ସମ୍ଭାବନା କେଉଁ ଗ୍ରହରେ ରହିଛି? ଅପସନ୍ ଏ ରେ ଅଛି ବୁଧ, ଅପସନ୍ ବି ରେ ଶୁକ୍ର, ଅପସନ୍ ସି ରେ ମଙ୍ଗଳ ଏବଂ ଅପସନ୍ ଡି ରେ ଅଛି ଶନି। କେଉଁ ଗ୍ରହ? ନା ଏଟା ହେଉଛି ମଙ୍ଗଳ ଗ୍ରହ ହେଲା। ମଙ୍ଗଳ ଗ୍ରହରେ ଜୀବ ଥିବାର ବୋଲି ସମ୍ଭାବନା କରାଯାଇଛି। ଜୀବ ରହିପାରନ୍ତି ମାନେ ଜୀବ ଜଗତ ବସବାସ କରିପାରନ୍ତି। କରୁଛନ୍ତି କି ନାହିଁ ସେଇଟା ମୁଁ କହୁନି, କରିପାରନ୍ତି ହେଲା ମାନେ କରିପାରିବେ। ତାପରେ ଦେଖ କେଉଁ ଗ୍ରହ ପୂର୍ବରୁ ପଶ୍ଚିମକୁ ଘୁରେ? କେଉଁ ଗ୍ରହ ପୂର୍ବରୁ ପଶ୍ଚିମକୁ ଘୁରେ ହେଲା। 83 ନମ୍ବରଟା ଜଲ୍ଦି କୁହ ଆନ୍ସର। ତୁମର କେଉଁ ଗ୍ରହ ପଶ୍ଚିମରୁ ପୂର୍ବକୁ ଘୁରେ? ନା ୟୁରାନ୍ସ ହେଲା। ୟୁରାନ୍ସ ଗ୍ରହଟି
ପଶ୍ଚିମରୁ ପୂର୍ବକୁ ଘୁରେ। ଏଗୁଡ଼ା ସବୁ ପୂର୍ବରୁ ପଶ୍ଚିମକୁ ଏମିତି ଘୁରେ, ସେଗୁଡ଼ା ପଶ୍ଚିମରୁ ମାନେ ଅପୋଜିଟ୍ ଘୁରେ ହେଲା। ତାପରେ ଦେଖ 84 ନମ୍ବର କ'ଣ ଅଛି, ସୌର ଜଗତରେ କେଉଁ ଗ୍ରହର ସର୍ବାଧିକ ଉପଗ୍ରହ ରହିଛି? ଏଗୁଡ଼ା ମୋତେ କହିପାରିବ। ସୌର ଜଗତରେ କେଉଁ ଗ୍ରହର ସର୍ବାଧିକ ଉପଗ୍ରହ ରହିଛି? 84 ନମ୍ବରଟା ଜଲ୍ଦି କୁହ ଆନ୍ସର। ଏହାର ଆନ୍ସର ହେଇଯିବ ଶନି। ଶନି ଗ୍ରହରେ ସର୍ବାଧିକ ଉପଗ୍ରହ ରହିଛି। ଶନି ଗ୍ରହରେ ସର୍ବାଧିକ ଉପଗ୍ରହ ରହିଛି। କେଉଁ ଗ୍ରହକୁ ଲୋହିତ ଗ୍ରହ କୁହାଯାଇଥାଏ? ଲୋହିତ ଗ୍ରହ କେଉଁ ଗ୍ରହକୁ କୁହାଯାଏ? ବର୍ତ୍ତମାନ ମୁଁ କହିସାରିଛି ଟିକେ ପୂର୍ବରୁ, ଏଗୁଡ଼ା ଯେମିତି ଭୁଲ ନ କର। କେଉଁ ଗ୍ରହକୁ ଲୋହିତ ଗ୍ରହ ଜଲ୍ଦି କୁହ, ଜଲ୍ଦି ଜଲ୍ଦି। ନା ଶୁକ୍ର ଗ୍ରହ। ଶୁକ୍ର ଗ୍ରହକୁ ଲୋହିତ ଗ୍ରହ ବୋଲି କୁହାଯାଇଥାଏ ହେଲା। ତାପରେ ଦେଖ 86 ନମ୍ବର, ସୌରଜଗତର ସବୁଠାରୁ ଉଜ୍ଜ୍ୱଳତମ ନକ୍ଷତ୍ରର ନାମ କ'ଣ? ସୌରଜଗତର ସବୁଠାରୁ ଉଜ୍ଜ୍ୱଳତମ ନକ୍ଷତ୍ରର ନାମ କ'ଣ? ଉଜ୍ଜ୍ୱଳତମ ନକ୍ଷତ୍ର କଥା ଆସିଲା ମାନେ ତମମାନେ ଆଖି ବନ୍ଦ କରିକି ଲେଖିଦିଅ କ'ଣ? ସିରିୟସ୍। ସିରିୟସ୍ ହେଉଛି ଆମର ସବୁଠାରୁ ଉଜ୍ଜ୍ୱଳତମ ନକ୍ଷତ୍ର ହେଲା। ଉଜ୍ଜ୍ୱଳତମ ନକ୍ଷତ୍ର ହେଉଛି ସିରିୟସ୍। ତାପରେ ଦେଖ ତମର 87 ନମ୍ବର କ'ଣ ଅଛି, ସପ୍ତର୍ଷି ମଣ୍ଡଳର କେଉଁ ତାରାଟି ଅଧିକ ଉଜ୍ଜ୍ୱଳ ଅଟେ? ସପ୍ତର୍ଷି ମଣ୍ଡଳର କେଉଁ ତାରାଟି ଅଧିକ ଉଜ୍ଜ୍ୱଳ ଅଟେ? ଏହାର ଆନ୍ସର ହେଇଯିବ ତମର କ'ଣ? ଅଙ୍ଗିରା ହେଲା। ଅଙ୍ଗିରା। ସପ୍ତର୍ଷି ମଣ୍ଡଳର ଅଙ୍ଗିରା ତାରାଟି ସବୁଠାରୁ ଉଜ୍ଜ୍ୱଳ। ତାପରେ ଦେଖ 28 ନମ୍ବର କ'ଣ ଅଛି, କେଉଁ ଗ୍ରହର ଆବର୍ତ୍ତନ ଓ ପରିକ୍ରମଣ ସମୟ ସମାନ? କେଉଁ ଗ୍ରହର ଆବର୍ତ୍ତନ ସମୟ ମାନେ ସେ ନିଜେ ଘୁରିବାର ସମୟ, ତା ସହିତ ସୂର୍ଯ୍ୟ ଚାରିପଟେ ଘୁରିବାର ସମୟ ମାନେ କେଉଁ ଗ୍ରହ ଜଲ୍ଦି କୁହ। ଏଟାର ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ବୁଧ ଗ୍ରହ ହେଲା। ତାର ଆବର୍ତ୍ତନ ସମୟ ଏବଂ ପରିକ୍ରମଣ ସମୟ ସମାନ। ତାପରେ ଦେଖ ତମର 99 ନମ୍ବର ହେଲା, କେଉଁ ଗ୍ରହର ଏକ ବଳୟ ରହିଛି? କେଉଁ ଗ୍ରହର ଏକ ବଳୟ ରହିଛି? ଅପସନ୍ ଗୁଡ଼ିକ ଦେଖ, ଦେଖି ସାରିଲ। ଏହାର ଆନ୍ସର କ'ଣ ହେଇଯିବ? ନା ଶନି। ଶନି ଗ୍ରହର ଏକ ବଳୟ ରହିଛି ହେଲା। ତାପରେ ଦେଖ 90 ନମ୍ବର କ'ଣ ଅଛି, ସୌରଜଗତର ଉତ୍ତ୍ୟକ୍ତ ଗ୍ରହ କ'ଣ? ସବୁଠାରୁ ଉତ୍ତ୍ୟକ୍ତ ଗ୍ରହ, ସୌରଜଗତର ସବୁଠାରୁ ଉତ୍ତ୍ୟକ୍ତ ଗ୍ରହ କ'ଣ? ଏଇଟା କହିପାରିବ କ'ଣ? ନା ଏହାର ଆନ୍ସର ହେଇଯିବ ଅପସନ୍ ନମ୍ବର ସି, ଶୁକ୍ର ଗ୍ରହ। ଶୁକ୍ର ଗ୍ରହ ସବୁଠାରୁ ଆମର ଉତ୍ତ୍ୟକ୍ତ ଗ୍ରହ କହିଲେ ଆନ୍ସର ଆସିବ କ'ଣ? ଶୁକ୍ର ଗ୍ରହ। ଆମର ସୌରଜଗତର ସବୁଠାରୁ ଉତ୍ତ୍ୟକ୍ତ ଗ୍ରହ ଶୁକ୍ର। ତାପରେ ଦେଖ ମଣିଷ ଶରୀର ସବୁଠାରୁ ଛୋଟ ହାଡ଼ ହେଉଛି ଷ୍ଟିରପ୍। ଏହା କେଉଁଠି ଥାଏ? ଏ ଷ୍ଟିରପ୍ ହାଡ଼ଟି କେଉଁଠି ଥାଏ? ଷ୍ଟିରପ୍ ହାଡ଼। କ'ଣ ବୁଝିପାରିଲ? ଆମର ମଣିଷ ଶରୀରର ସବୁଠାରୁ ଛୋଟିଆ ହାଡ଼ ହେଲା। କେଉଁଠି ଗଲା? ହଁ ଏଇଟା ହେଲା। ସେ ହାଡ଼ଟା କେଉଁଠି ଥାଏ ଜଲ୍ଦି କୁହ। ଅପସନ୍ ଅଛି, ଅପସନ୍ ଦେଖିଦେଉଛି, ଦେଖିଲ। ବର୍ତ୍ତମାନ ଆନ୍ସରଟା କୁହ। ଏହାର ଆନ୍ସର ହେବ କହିସାର, ମୁଁ କହୁଛି ବି ହେଲା କାନ। ଆମର ଶରୀରରେ ସବୁଠାରୁ ଛୋଟ ହାଡ଼ ତା ନାମ ହେଉଛି ଷ୍ଟିରପ୍। ତା କେଉଁଠି ଥାଏ? ନା କାନରେ ଥାଏ, କାନ। ମଣିଷ ଶରୀରର ସର୍ବବୃହତ୍ ହାଡ଼କୁ ଫିମର ଅସ୍ଥି କୁହାଯାଇଥାଏ। ଏହା ମଣିଷର କେଉଁ ଅଙ୍ଗରେ ଥାଏ? ମଣିଷ ଶରୀରର ସବୁଠାରୁ ସର୍ବବୃହତ୍ ମାନେ ସବୁଠାରୁ ବଡ଼ ହାଡ଼କୁ କ'ଣ କୁହାଯାଇଥାଏ? ଫିମର ଅସ୍ଥି। ତା କେଉଁଠି ଥାଏ ଜଲ୍ଦି କୁହ। ଏଇଟା ପିଲାମାନେ, ଏଇଟା ପ୍ରାୟ ମୁଁ କହିଥିଲି ଟିକେ ପୂର୍ବରୁ। এটা ସବୁ ଜଙ୍ଘ ହେଲା, ଜଙ୍ଘ ହେଇଯିବ। ନା ଏଇଟା କହିନି। ମଣିଷ ଶରୀରର ସର୍ବବୃହତ୍ ହାଡ଼କୁ ଫିମର ଅସ୍ଥି କୁହାଯାଏ। ଏଇଟା ମଣିଷର କେଉଁଠି ଥାଏ? ଜଙ୍ଘରେ ଥାଏ। ତାପରେ ପିଲାମାନେ ସେଟା ଗଲା 93 ନମ୍ବରଟା ଦେଖନ୍ତୁ ହେଲା କ'ଣ ଅଛି, ଆମର ମଣିଷ ଶରୀରର ସର୍ବବୃହତ୍ ବା ବୃହତ୍ତମ ଅଙ୍ଗ କାହାକୁ କୁହାଯାଇଥିଲା? ଆଉ ଥରେ କ୍ୱେଶ୍ଚିନ୍, ମଣିଷ ଶରୀରର ବୃହତ୍ତମ ଅଙ୍ଗ କାହାକୁ କୁହାଯାଇଥାଏ? ଅପସନ୍ରେ ଦେଖ, ଦେଖିଦେଲ। ୟାର ଆନ୍ସର ହେବ କ'ଣ? ଅପସନ୍ ନମ୍ବର ଡି, କ'ଣ? ଚର୍ମ। ମଣିଷ ଶରୀରର ବୃହତ୍ତମ ଅଙ୍ଗ କାହାକୁ କୁହାଯାଇଥାଏ? ଚର୍ମ ହେଉଛି ସବୁଠାରୁ ବୃହତ୍ତମ ଅଙ୍ଗ। ତାପରେ 94 ନମ୍ବରଟି ଦେଖିବା କ'ଣ ଅଛି, ଦେଖ। ମଣିଷ ଶରୀରରେ ପ୍ରାୟ କେତୋଟି ମାଂସପେଶୀ ରହିଥାଏ? ମଣିଷ ଶରୀରରେ ପ୍ରାୟତଃ କେତୋଟି ମାଂସପେଶୀ ରହିଥାଏ? 94 ନମ୍ବର ଅଛି। ତାର ଆନ୍ସର କ'ଣ ହେଇଯିବ? ଅପସନ୍ ନମ୍ବର ଏ ହେଲା 630ଟି। ମଣିଷ ଶରୀରରେ ପ୍ରାୟ 630ଟି ମାଂସପେଶୀ ରହିଥାଏ। ତାପରେ ଦେଖିବା ଷ୍ଟେପିଡିୟସ୍, 95 ନମ୍ବରଟା ହେଲା। ଷ୍ଟେପିଡିୟସ୍ ହେଉଛି ମଣିଷ ଶରୀରର କ୍ଷୁଦ୍ରତମ ମାଂସପେଶୀ। ଏହାର ଦୈର୍ଘ୍ୟ କେତେ? ତ ପିଲାମାନେ ୟାର ଆନ୍ସର କ'ଣ ଜଲ୍ଦି ଜଣା। ୟାର ଆନ୍ସର ହେଇଯିବ ଅପସନ୍ ନମ୍ବର ସି ହେଲା 1 ଇଞ୍ଚର 20 ଭାଗରୁ କମ୍। 1 ଇଞ୍ଚର 20 ଭାଗରୁ କମ୍। এটা ହେଉଛି ଆମର ଷ୍ଟେପିୟସ୍ ମଣିଷ ଶରୀରର କ୍ଷୁଦ୍ରତମ ମାଂସପେଶୀ, ୟାର ଦୈର୍ଘ୍ୟ ହେଲା। ତାପରେ ଦେଖ 96 ନମ୍ବରଟି କ'ଣ ଅଛି, ନିମ୍ନୋକ୍ତ ମଧ୍ୟରୁ କେଉଁଟି ସଂକ୍ରାମକ ରୋଗ ନୁହେଁ? ରୋଗ ଗୁଡ଼ିକ ଦେଖ, ମ୍ୟାଲେରିଆ, ମିଳିମିଳା, ବନାଧତା, ଗୋଟେ ହାଡ଼ଫୁଟି। କେଉଁଟା ସଂକ୍ରାମକ ରୋଗ ନୁହେଁ? ତ ୟାର ଆନ୍ସର କ'ଣ ହେଇଯିବ? ନା ତୁମର ଅପସନ୍ ନମ୍ବର ସି, ଯେଉଁଟାକି ବନାଧତା ହେଲା। ତ ସେଇଟା ସଂକ୍ରାମକ ରୋଗ ନୁହେଁ। ମ୍ୟାଲେରିଆ ବି ସଂକ୍ରାମକ ରୋଗ, ମିଳିମିଳା ବି, ହାଡ଼ଫୁଟି ଏବଂ ବନାଧତା ନୁହେଁ।
तापर सेमती देखिया 97 नंबरटा है हईजा रोगी को क्यों पानीय देबा सबुठार भल ऑप्शन का देख आउ आंसर लिख तो यार आंसर ये ऑप्शन नंबर डी है ओआरएस हईजा रोगी को ओआरएस पानीय देबा सबुठार भल तापर देखो मलेरिया जीवाणुर बाहक किए मलेरिया जीवाणुर बाहक किए तो गुड़ा समस्त जानते किए माई एनोफिलिस मशा जे कि मलेरिया रोग सृष्टि करता है देखो निम्नोक्त मध्य केउटी भूताणु जनित रोग आंसर कौन हो ना ऑप्शन नंबर बी कुष्ठ रोग है कुष्ठ रोग हूँ गोटे भूताणु जनित रोग सेमती देखो निम्नोक्त मध्य केउटी अणसंक्रामक रोग निम्नोक्त मध्य केउटी अणसंक्रामक रोग जल्दी कह यार आंसर ये ऑप्शन नंबर सी एलर्जी एलर्जी हूँ गोटे अणसंक्रामक रोग तापर देखिए आम देखो जख्मा एक कि प्रकार रोग जख्मा एक क्यों प्रकार रोग जख्मा आउ कौन कह टीबी कहुए क्यों प्रकार रोग ऑप्शन का देख भूताणु जनित जीवाणु जनित बीजाणु जनित कवक जनित यार आंसर ये भूताणु तो भाइरस हेनी जीवाणु जनित है जीवाणु जनित हम ऑप्शन नंबर बी जख्मा गोटे जीवाणु जनित रोग सेमिति 102 नंबरटा देख काला काला ज्वर एक कि प्रकार रोग काला ज्वर एक क्यों प्रकार रोग न पिला माने यार आंसर जल्दी को या होची गोटे एककोषी जीवजनित काला ज्वर होची गोटे एककोषी जीवजनित रोग सेमती तापर देखो निम्नोक्त मध्य केउटी अणुजीवजनित रोग नुहे निम्नोक्त मध्य केउटी अणुजीवजनित रोग नुहे कौन अच्छी आंतरिक ज्वर अपपुष्टि तरल झाड़ा पोलियो कौटी अणुजीवजनित रोग नुहे यार आंसर कौन है ऑप्शन नंबर बी अपपुष्टि है अपपुष्टि गोटे अणुजीवजनित रोग नुहे अपपुष्टि गोटे अणुजीवजनित रोग नुहे तापर देखो बीसीजी प्रतिषेधक टीका केउं रोग पई निया जाइते बीसीजी प्रतिषेधक टीका केउं रोग पई निया जाइते एटा तुमर 104 नंबर यार आंसर कोन हो टीबी रोग एटा म आलोचना करछे चले जख्मा रोग जख्मा बीसीजी प्रतिषेधक टीका जख्मा रोग पई निया जाइते लहरा काश केउं बैक्टेरिया द्वारा होइते तो बेला माने यार आंसर जणांतु लहरा काश केउं बैक्टेरिया द्वारा होइते यार आंसर कोन हो ना ऑप्शन नंबर डी हैला तुमर बार्डेटेला फोटोसिस द्वारा लहरा रोग होते लहरा काश टाइफॉइड अन्य नाम कौन टाइफॉइड अन्य नाम कौन जल्दी कमेंट सेक्शन जानो यार आंसर कौन हो आंतरिक ज्वर है आंतरिक ज्वर टाइफॉइड अन्य नाम हूँ आंतरिक ज्वर तापर देख कुष्ठ रोग क्या द्वारा होते कुष्ठ रोग क्या द्वारा होते 17 नंबर यार आंसर कौन हो ना ऑप्शन नंबर बी बैक्टेरिया कुष्ठ रोग हूँ बैक्टेरिया द्वारा बैक्टेरिया जनित रोग तापर देख 108 नंबर कौन अच्छी तो नामिलेस नंबर देख क्यों वैज्ञानिक पोलियो पाई टीका बाहर करथिले क्यों वैज्ञानिक ना यार आंसर कौन हो ना ऑप्शन नंबर बी आल्बर्ट सेबिन जे कि पोलियो टीका बाहर करथिले तापर देखो पोलियो भूताणु शरीर रे कहा मध्य रे शीघ्र बढ़ी जाइए देख पोलियो भूताणु शरीर रे कहा मध्य रे शीघ्र बढ़ी जाइए यार आंसर कौन हो ना स्नायु है स्नायु द्वारा पोलियो भूताणु शरीर रे स्नायु मध्य रे शीघ्र बढ़ी जाइए तापर सेमती देख 110 रे कौन अच्छी साधारणतः स्तन्यपायी प्राणी मानक मध्य निम्नलिखित क्यों रोगटी देखा जाए यार आंसर कौन हो ना बी जड़ातंक रोग है साधारणतः स्तन्यपायी प्राणी मानक मध्य जड़ातंक रोगटी देखा जाए जमी कुकुर बिलेई से गुड़िक पशु है तब देख स्टेप्टोमाइसिस नामक आंटीबायोटिक क्यों रोगर प्रधान चिकित्सा व्यवस्था तो पे यार आंसर कौन हो जल्दी जनातु है यहाँ हूँ जख्मा स्टेप्टोमाइसिन नामक आंटीबायोटिक एटा गोटे जख्मा रोगर प्रधान चिकित्सा व्यवस्था सेमती ता 15 नंबर 112 नंबर देख कौन अच्छी साल्मोनेला बीजाणु मुख्यतः मनुष्यर केउंथेरे वंशवृद्धि करिथाए ऑप्शन ए रे हाथ ऑप्शन बी रे गोड़ ऑप्शन सी रे दांत ऑप्शन डी रे नख यार आंसर कौन हम ना ऑप्शन सी दांत है 113 नंबर कौन अच्छे हिमोफिलिया एक कि प्रकार रोग है ऑप्शन देख 4टा ऑप्शन अच्छे ऑप्शन कौनटा ठीक अच्छे जनाओ तो पे यार आंसर ये ऑप्शन नंबर डी जन्मगत रोग है तापर देख विटामिन ई क्यों तेल रे अधिक परिमाण थाए 14 नंबरटा विटामिन ई क्यों तेल रे अधिक परिमाण थाए जल्दी जनाओ पे यार आंसर ये ऑप्शन नंबर डी सूर्यमुखी है विटामिन ई सूर्यमुखी तेल रे अधिक परिमाण थाए तापर देख
ट्राकोमा रोग क्या सहित संपर्कित 15 नंबरटा है ट्राकोमा रोगटी यार आंसर केते जीवन ऑप्शन नंबर ए है आखि ट्राकोमा रोगटी आखि सहित संपर्कित तापर देख तुम 116 नंबर कौन अच्छी पागरा कुकुर कामुड़े क्यों रोग होते पागरा कुकुर एगुड़ा समस्त प्राय जानते क्यों रोग कि ना पागरा कुकुर कामुड़े जल्दी जन आंसरटा है ऑप्शन नंबर केते ना सी हाइड्रोफोबिया पागरा कुकुर कामुड़े हाइड्रोफोबिया रोगटी व्यापी थे तापर देखो आम 17 नंबर कौन अच्छी निम्नोक्त मध्य क्यों श्वेतसार न थाए देख छेना माछ लहुणी पालंग क्यों कौन श्वेतसार न थाए यही ऑप्शन गुड देखिए जल्दी जनाओ तो यार आंसर कौन हो ना ऑप्शन नंबर बी है माछटा हूँ श्वेतसार नुहे सेटा हूँ स्नेह सार जीव और पुष्टिसार जीव श्वेतसार जीव नहीं सेमती तापर देख 118 नंबर कौन अच्छी फ्लोरीन फ्लोरीन क्यों थाए पे मैंने यार आंसर ऑप्शन गुड़िक आगे देख है फ्लोरीन कौन थाए यार आंसरटा हो ऑप्शन नंबर बी फ्लोरीन हूँ पीवा पानी रे थाए फ्लोरीन कौन थाए फ्लोरीन हूँ पीवा पानी रे थाए मन रहा तापर देख 19 नंबरटा है निम्नलिखित क्यों धातु सार दांत नष्ट होगा रक्षा करें दांत नष्ट होगा रक्षा करें निम्नलिखित क्यों धातु सार दांत नष्ट होबार रक्षा करे तार आंसर कौन हो ऑप्शन नंबर सी है फ्लेरिन निम्नलिखित फ्लेरिन धातु सार दांत नष्ट होबार रक्षा करें सेमती देख तापर 20 नंबर है क्यों विटामिन अभाव आनीमिया रोग होता है क्यों विटामिन अभाव आनीमिया रोग हुए 120 नंबर यार आंसर कौन हो जल्दी जनाओ ऑप्शन नंबर B12 है B12 भाव में आनीमिया रोग होते प्रायतः जो पिला माने जो माने भी बेसी नॉनवेज को अवॉइड करते खाती वेजिटेरियन मान पक्ष ये रोगटी अधिक होता है विटामिन B12 अभाव होता है तापर देखो कैल्शियम क्यों प्रचुर परिमाण थाए कैल्शियम कौन प्रचुर परिमाण थाए तुम 121 नंबर आंसर हो बी बा मका मकारे प्रचुर परिमाण कैल्शियम थाए बुझीगला जिते पार मका खाइब तापर आसला 122 हाँ 122 नंबर कौन अच्छी देख ना क्यों विटामिन B12 प्रचुर परिमाण थाए विटामिन B12 कौन थाए तो प्राय समस्ते जानी कौन हम ना माछ जिते सब नॉनभेज जातीय खाद्य B12 अधिक परिमाण थाए मुझे जो कहली ना वेजिटेरियन मानकर यही विटामिन टे अधिक अभाव होते 123 नंबर देख कौन अच्छी कमला लेंबू रे कौन प्रचुर परिमाण थाए कमला लेंबू रे कौन प्रचुर परिमाण थाए यार आंसर जल्दी जनाओ जीवसार बुझिल कमला लेंबू रे प्रचुर परिमाण जीवसार थाए पालंग शाग प्रचुर परिमाण कौन थाए पालंग शागरे प्रचुर परिमाण कौन थाए ऑप्शन गुड़िक देख लौह विटामिन ए विटामिन डी कैरोटीन यार आंसर कौन हो ना तुम 124 नंबर आंसर हो विटामिन ए लौह बा आयरन है पालंग शागरे अधिक आयरन थाए तापर देख 125 नंबर टी कौन अच्छी क्षीर खटा हेले क्यों एसिड प्रस्तुत हुए 125 नंबर आंसर हो जल्दी जनाओ कौन लाकाटीन क्षीर जिते खटा हुए सेठी लाकाटीन एसिड प्रस्तुत होता है निम्नलिखित क्योंटी कोलेस्टेरॉल परिमाण कमाइबार सहायक होता है निम्नलिखित क्योंटी कोलेस्टेरॉल परिमाण कमाइबार सहायक होता है 126 आंसर हो कौन रसुण रसुण बुझीगला रसुण परिमाण कमाइबार सहायक होता है कोलेस्टेरॉल तापर देख ब्रुकक पत्थर थिबा व्यक्ति कौन खाइबा अनुचित 136 नंबर आंसर कौन जल्दी देख जल्दी ब्रुकक पत्थर थिबा व्यक्ति कौन खाइबा अनुचित ना यार आंसर हो ऑप्शन नंबर बी टमाटर ब्रुकक पत्थर थिबा व्यक्ति टमाटो खाइबा अनुचित क्यों फर डायबिटीज रोगी खाई पारती जल्दी जनाओ ऑप्शन गुड देख कह यार आंसर कौन कमला कमला फलटी डायबिटीज रोगी खाई पारती तापर देख 129 नंबर कौन अच्छी महुरे शतकड़ा अधिक परिमाण केउंटी थाए महुरे शतकड़ा अधिक परिमाण केउंटी थाए देख ऑप्शन गुड़िक देख जनातु यार आंसर हो शर्करा महुरे शतकड़ा अधिक परिमाण शर्करा रही है तापर 130 नंबर देख क्यों रोगरे
ଇନ୍ସୁଲିନ୍ ନାମକ ହରମୋନ୍ ନେବାକୁ ପଡ଼ିଥାଏ। କେଉଁ ରୋଗରେ ଇନ୍ସୁଲିନ୍ ନାମକ ହରମୋନ୍ ନେବାକୁ ପଡ଼ିଥାଏ? 130 ନମ୍ବର ଆନ୍ସର ହେଉଛି ଅପସନ୍ ନମ୍ବର B ବା ଡାଇବେଟିସ୍। ଡାଇବେଟିସ୍ ରୋଗରେ ଇନ୍ସୁଲିନ୍ ନାମକ ହରମୋନ୍ ନେବାକୁ ପଡ଼ିଥାଏ। ଇନ୍ସୁଲିନ୍ ନାମକ ହରମୋନ୍ ନେବାକୁ ପଡ଼ିଥାଏ ହେଲା ଡାଇବେଟିସ୍ ରୋଗରେ। ତାପରେ ଦେଖ ସୁସ୍ଥ ଲୋକର ମୂତ୍ରରେ ନିମ୍ନୋକ୍ତ ମଧ୍ୟରୁ କେଉଁଟି ନଥାଏ? ସୁସ୍ଥ ଲୋକର ମୂତ୍ରରେ ନିମ୍ନୋକ୍ତ ମଧ୍ୟରୁ କେଉଁଟି ନଥାଏ? ଅପସନ୍ ଗୁଡ଼ିକ ଦେଖିଲ କ'ଣ ହେଇଯିବ? ଅପସନ୍ ନମ୍ବର A ଗ୍ଲୁକୋଜଟି ନଥାଏ ଗୋଟେ ସୁସ୍ଥ ଲୋକର ମୂତ୍ରରେ। ଦେଖ ମୂତ୍ରରେ କେଉଁ କର୍ଣ୍ଣକଣିକା ଥିବା ଯୋଗୁଁ ଜଣେ ସୁସ୍ଥ ବ୍ୟକ୍ତିର ପରିସ୍ରା ଈଷତ୍ ହଳଦିଆ ବର୍ଣ୍ଣର ଦେଖାଯାଏ? ମୂତ୍ରରେ କେଉଁ କର୍ଣ୍ଣକଣିକା ମାନେ ଅଛି ବୋଲି? ଅପସନ୍ ନମ୍ବର B ୟୁରୋକ୍ରମ୍ ହେଲା। ୟୁରୋକ୍ରମ୍ ଅଛି ବୋଲି ବର୍ଣ୍ଣକଣିକା ଥିବା ଯୋଗୁଁ ଜଣେ ସୁସ୍ଥ ବ୍ୟକ୍ତିର ପରିସ୍ରା ଈଷତ୍ ହଳଦିଆ ବର୍ଣ୍ଣର ଦେଖାଯାଏ। ତାପରେ ଦେଖ 133 ନମ୍ବର କ'ଣ ଅଛି? ଶରୀରରେ ରକ୍ତଚାପର ନିୟନ୍ତ୍ରଣ ପାଇଁ କେଉଁ ଅଭ୍ୟନ୍ତରୀଣ ଅଙ୍ଗ ସାହାଯ୍ୟ କରିଥାଏ? ତାର ଆନ୍ସର କ'ଣ ଅଛି ନା ଅପସନ୍ ନମ୍ବର A ହେଲା ବୃକକ୍। ଶରୀରରେ ବୃକକ୍ ରକ୍ତଚାପର ନିୟନ୍ତ୍ରଣ ପାଇଁ କ'ଣ ଏହି ଅଙ୍ଗଟି ସାହାଯ୍ୟ କରିଥାଏ? ବୃକକ୍। ତାପରେ ଦେଖ 134 ନମ୍ବରଟି କାହା ମଧ୍ୟରେ ରକ୍ତ ଛାଣି ହୋଇ ବର୍ଜ୍ୟବସ୍ତୁ ଗୁଡ଼ିକ ରକ୍ତରୁ ଅଲଗା କରିଦିଏ? କାହା ମଧ୍ୟରେ ରକ୍ତ ଛାଣି ହୋଇ ବର୍ଜ୍ୟବସ୍ତୁ ଗୁଡ଼ିକୁ ରକ୍ତରୁ ଅଲଗା କରିଦିଏ? ଅପସନ୍ ଗୁଡ଼ିକ ଦେଖ ଏବଂ ଲେଖନ୍ତୁ କ'ଣ ହେବ ନା ଅପସନ୍ ନମ୍ବର A ସ୍ୱେଦଗ୍ରନ୍ଥି ହେଲା। ସ୍ୱେଦଗ୍ରନ୍ଥି ମଧ୍ୟରେ ରକ୍ତ ଛାଣି ହୋଇ ବର୍ଜ୍ୟବସ୍ତୁ ଗୁଡ଼ିକ ରକ୍ତରୁ ଅଲଗା କରିଦିଏ। ତାପରେ କ୍ୱେଶ୍ଚନ୍ ଦେଖିବା। ଦେଖ ତୁମର 35 ନମ୍ବର କ'ଣ ଅଛି? ଶରୀରରେ ଜଳ ଓ ଧାତବ ଲବଣର ପରିମାଣକୁ ନିୟନ୍ତ୍ରଣ କରିବାରେ କିଏ ଗୁରୁତ୍ୱପୂର୍ଣ୍ଣ? ଦେଖ 135 ନମ୍ବର ଆନ୍ସର କ'ଣ ହେଇଯିବ? ଅପସନ୍ ନମ୍ବର A ହେଲା ବୃକକ୍। ଶରୀରରେ ଜଳ ଓ ଧାତବ ଲବଣର ପରିମାଣକୁ ନିୟନ୍ତ୍ରଣ କରିବାରେ କିଏ ଗୁରୁତ୍ୱପୂର୍ଣ୍ଣ? ବୃକକ୍। ଭାରତର ପ୍ରଥମ ଆଣବିକ ଗବେଷଣା କେନ୍ଦ୍ର କେଉଁଠାରେ ଅବସ୍ଥିତ? ଭାରତର ପ୍ରଥମ ଆଣବିକ ଗବେଷଣା କେନ୍ଦ୍ର କେଉଁଠାରେ ଅବସ୍ଥିତ? ଏହାର ଆନ୍ସର କ'ଣ ହେଇଯିବ? ଅପସନ୍ ନମ୍ବର C ହେଲା ତାରାପୁର। ଭାରତର ତାରାପୁର ଠାରେ ଏହି ଯେଉଁ ଆମର ଭାରତର ପ୍ରଥମ ଆଣବିକ ଗବେଷଣା କେନ୍ଦ୍ର ଅବସ୍ଥିତ ତାରାପୁର। ତାପରେ ଦେଖ ମନୁଷ୍ୟର ଶ୍ୱାନ ଦାନ୍ତର ସଂଖ୍ୟା କେତେ? ମନୁଷ୍ୟର ଶ୍ୱାନ ଦାନ୍ତର ସଂଖ୍ୟା କେତେ? ଜଲ୍ଦି ଜଣାଅ। ମନୁଷ୍ୟର ଶ୍ୱାନ ଦାନ୍ତର ସଂଖ୍ୟା କେତୋଟି କି? ନା 4ଟି ହେଲା। ତାପରେ ଦେଖ ରକ୍ତ ଜମାଟ ବାନ୍ଧିବାରେ କେଉଁ ଭିଟାମିନ୍ ସାହାଯ୍ୟ କରିଥାଏ? ରକ୍ତ ଜମାଟ ବାନ୍ଧିବାରେ କେଉଁ ଭିଟାମିନ୍ ସାହାଯ୍ୟ କରିଥାଏ? ତାର ଆନ୍ସର କ'ଣ ହେଇଯିବ? ଅପସନ୍ ନମ୍ବର B ଭିଟାମିନ୍ K ହେଲା। ରକ୍ତ ଜମାଟ ବାନ୍ଧିବାରେ ଭିଟାମିନ୍ K ସାହାଯ୍ୟ କରିଥାଏ। କେଉଁ ଗ୍ୟାସ୍ ସବୁଠାରୁ ହାଲୁକା ଅଟେ? କେଉଁ ଗ୍ୟାସ୍ ସବୁଠାରୁ ହାଲୁକା ଗୋଟେ ସମସ୍ତେ ଜାଣିଛନ୍ତି କ'ଣ? ଉଦ୍ଜାନ ଗ୍ୟାସ୍ ହେଲା। ଉଦ୍ଜାନ ଗ୍ୟାସ୍ ହେଉଛି ସବୁଠାରୁ ହାଲୁକା ଗ୍ୟାସ୍। ତାପରେ ଦେଖ ତାପରେ ନମ୍ବରଟା 140 ନମ୍ବରଟା କେଉଁ ଗ୍ୟାସ୍ ଯୋଡ଼ିବାରେ ସାହାଯ୍ୟ କରିଥାଏ? ଯୋଡ଼ିବାରେ ଏଇଟା ସବୁ ଜାଣିଛନ୍ତି କେଉଁ ଗ୍ୟାସ୍ କିରେ? ଯେଉଁ ଗ୍ୟାସ୍ କି ଯୋଡ଼ିବାରେ ସାହାଯ୍ୟ କରିଥାଏ ତାର ଆନ୍ସର ହେଇଯିବ ଅପସନ୍ ନମ୍ବର D ଅମ୍ଳଜାନ ଗ୍ୟାସ୍ ହେଲା। ଅମ୍ଳଜାନ ଗ୍ୟାସ୍ ଯୋଡ଼ିବାରେ ସାହାଯ୍ୟ କରିଥାଏ। ତ ପିଲାମାନେ ଆଜିର ଭିଡ଼ିଓଟି ଏଇଠି ରଖୁଛି। ଅନେକ ସାରା ଆମେ କ୍ୱେଶ୍ଚନ୍ ଗୁଡ଼ିକ ଆଲୋଚନା କଲେ ତ ସେ ଅଲରେଡ଼ି ଭିଡ଼ିଓଟି ବହୁତ ହି ଲଙ୍ଗ୍ ହେଇସାରିଲା ଆଉ ଅଧିକ ବଡ଼ କରିବାନି। ଭିଡ଼ିଓଟି ରଖୁଛି। ଦେଖା ହେବା ଗୋଟେ ନେକ୍ସଟ ଭିଡ଼ିଓ ମାଧ୍ୟମରେ। ଧନ୍ୟବାଦ। ଜୟ ଜଗନ୍ନାଥ।